ମୋ ନାଁ କୁରେଶ ବେହେରା। ମୋର ଗ୍ରାମ ହେଉଛି ଗଞ୍ଜାମ ବ୍ରହ୍ମପୁର ଚାନ୍ଦପୁର ଗ୍ରାମଠୁ ମୁଁ ଆସିଛି। ଆମେ ଡିସେମ୍ବର 30 ତାରିଖଠୁ ଶନିବାର ଦିନଠୁ ଯାତ୍ରା ଷ୍ଟାର୍ଟ କଲୁ। ଆଜି ଜାନୁଆରୀ 10 ସୁଦ୍ଧା ଆମେ 12 ଦିନ ସୁଦ୍ଧା ଆମେ 320 କିଲୋମିଟର କଭର କରିସାରିଲୁ। ଆମେ ବ୍ରହ୍ମପୁରଠୁ ଶ୍ରୀ ଲାମଲାଲାଙ୍କର ଜାନୁଆରୀ 22ରେ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେଉଛି। ତ ଆମେ ସନାତନ ଧର୍ମର ପ୍ରଚାର ଏବଂ ପ୍ରସାର ନିମନ୍ତେ ବ୍ରହ୍ମପୁର ଟୁ ଅଯୋଧ୍ୟା ଚାଲି ଚାଲି ପାଦରେ ଚାଲି ଚାଲି ଯାଇକି ଆମ ସନାତନ ଧର୍ମ ପ୍ରଚାର ଏବଂ ପ୍ରସାର କରିବୁ ବୋଲି ବାହାରିଛୁ। ଟୋଟାଲି ହେଉଛି 1400 କିଲୋମିଟର। ଆମେ ଏବେ 320 କିଲୋମିଟର କଭର କରିଦେଲୁନୁ। ଆହୁରି ଅଛି 1060-70 ପାଖାପାଖି କିଲୋମିଟର। ଆମେ ମୁଖ୍ୟତଃ ସକାଳ 6ଟାରୁ ଆରମ୍ଭ କରିଛୁ ଚାଲିବା, 12ଟା ଯାଇ ଚାଲୁଛୁ। 12ଟାରୁ 3ଟା ରେଷ୍ଟ, ତାପରେ 3ଟାରୁ 7ଟା ଆଉ ଥରେ ପୁଣି ଚାଲୁଛୁ। ତ ଟୋଟାଲି ଦିନକୁ 30 ରୁ 35 କିଲୋମିଟର କଭର କରୁଛୁ ଏରିଆ। କଷ୍ଟ ତ କିଛି ଜଣା ଆଗା ପଡୁନି ଟୋଟାଲ, କାହିଁକି ନା ସେ ପ୍ରଭୁ ରାମଚନ୍ଦ୍ରଙ୍କ ନାଁ ଧରି ଏବଂ ତାଙ୍କ ପାଖକୁ ଯାଉଛୁ। ତ ଟୋଟାଲି ଆମକୁ ସିନ୍ କିଛି ଲାଗୁନି ଯେ ଆମେ 320 କିଲୋମିଟର କଭର କରୁଛୁ। ସେମିତି କିଛି ହାଲିଆ ଥକାନ ଲାଗୁନି। ବାସ୍ ଯୋଉଦିନ ଚାଲିଛୁ ସେଦିନ ଆଗା, ତାପରେ ବାସ୍ ରେଷ୍ଟ ଟିକେ ହେଲେ ବାସ୍ ଆଉ ଜିମ୍। ଖାଇବା ପିଇବା ଦେଖନ୍ତୁ, ପ୍ରାୟ ବଜରଙ୍ଗ ଦଳ, ଆର୍ଏସ୍ ଦଳ, ଏବେ ଆମର ରାସ୍ତା ସାରା ସମସ୍ତେ ସାହାଯ୍ୟ କରି ଆସନ୍ତି। ଏଇଠି ଭଦ୍ରକରେ ଆମର ଶୁଭଶ୍ରୀ ଦିଦି ଆମକୁ ଖରାବେଳେ ଖାଇବା ପାଇଁ ମଧ୍ୟାହ୍ନ ଭୋଜନ କରିଲେ ଏବଂ ରାତିରେ ରହିବା ପାଇଁ ବି ବ୍ୟବସ୍ଥା କଲେ, ଖାଇବା ପାଇଁ ବି ବ୍ୟବସ୍ଥା କଲେ। ତ ତାଙ୍କ ପାଇଁ ଆମେ ଶୁଭଶ୍ରୀ ଦିଦିଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଆମର ବଡ଼ ଭାଇମାନଙ୍କ ଭଦ୍ରକର ତାଙ୍କମାନେ ବି ଆମକୁ ବହୁତ ସାହାଯ୍ୟ କଲେ। ଯାହା ବାଲେଶ୍ୱର ଯାଇ ବି ଆମକୁ ଏମିତି ସାହାଯ୍ୟ ସହତାର ହାତ ବଢ଼େଇବେ ବୋଲି ବି କଥା ବି ଦେଇଛନ୍ତି। ତ ଖୁସି ଲାଗୁଛି, ମାନେ ଲୋକମାନଙ୍କର ଏତେ ଆମ ଉପରେ ଭଲ ପାଇବା ଦେଖି ଆଉ ଆଗ୍ରହ ବି ଲାଗୁଛି। ଆମେ ବହୁତ ଶୀଘ୍ର ଶ୍ରୀ ରାମଲାଲାଙ୍କ ପାଖରେ ପହଞ୍ଚିଯିବୁ ବୋଲି ଆମର ଆଶା ଅଛି। ଆମକୁ ପ୍ରାୟ 40 ରୁ 45 ଦିନ ଲାଗିବ। ଫେବୃଆରୀ 10 କିମ୍ବା 15 ତାରିଖ ଭିତରେ ପହଞ୍ଚିଯିବା। ମନ ତ ବହୁତ ଉତ୍ସାହ ଅଛି ଆଉ ଲୋକ ଭଲ ପାଇବା ଦେଖି ଆହୁରି ଉତ୍ସାହ ପଡୁଛି ମନରେ। ଆଉ ବହୁତ ଶୀଘ୍ର ପହଞ୍ଚିକି ସାରା ପୁରା ଭାରତ ବର୍ଷ ପାଇଁ ଆମେ ଶ୍ରୀ ରାମଲାଲାଙ୍କ ପାଖରେ ଆଶୀର୍ବାଦ ମାଗିବୁ। ନାଇଁ, ଆଶା ଇଚ୍ଛା କିଛି ନାହିଁ। ଆଶା ଇଚ୍ଛା ଟୋଟାଲି କିଛି ନାହିଁ। ବାସ୍ ଶ୍ରୀ ରାମଲାଲାଙ୍କୁ ଦର୍ଶନ କରିବେ। ପୁରା ଭାରତ ବର୍ଷ ପାଇଁ ମୁଁ ବରଦାନ ମାଗି ସମସ୍ତେ କି ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ ବୋଲି ବରଦାନ ମାଗି। ମୁଁ ମୋ ପାଇଁ ନିଜ ପାଇଁ ଯାଉନି, ମୁଁ ପୁରା ସମଗ୍ର ପୃଥିବୀ ପାଇଁ ଯାଉଛି। ରାମଲାଲାଙ୍କର ଜାନୁଆରୀ 22 ତାରିଖରେ ମନ୍ଦିର ପ୍ରତିଷ୍ଠା ଜୋରଦାର ଚାଲିଛି। ତ ଆମେ ବି ଦେଖିଲୁ ସୋସିଆଲ ମିଡ଼ିଆରେ ପ୍ରାୟ ଗର୍ଜନ ଚାଲି ଚାଲି ଯାଉଛନ୍ତି, ଆଉ ସାଇକେଲରେ ବି ଯାଉଛନ୍ତି। ତାପରେ ଆମର ରାମଚନ୍ଦ୍ର ନିଜ ପିତୃ ସତ୍ୟ ପାଳନ କରିବା ପାଇଁ 14 ବର୍ଷ ବନବାସ ଯାଇଥିଲେ। ଆମର ଏରିଆକୁ ବି ଆସିଥିଲେ। ଗୋଟେ ରାଜା ହେଇକି ପ୍ରଜାଙ୍କ ସ୍ଥାନକୁ ଆସିପାରେ, ତ ଗୋଟେ ପ୍ରଜା କ'ଣ ପାଇଁ ରାଜାଙ୍କ ସ୍ଥାନକୁ ନ ଯାଇପାରିବ? ତ ତାହା ଭାବି ଆମେ ପାଦରେ ଚାଲି ଚାଲି ହିଁ ଯିବାକୁ ନିଷ୍ପତ୍ତି ନେଇଥିଲୁ। ଯେଉଁ ଦୁଇ ଭାଇ ଆମର ସୁଦୂର ବ୍ରହ୍ମପୁରରୁ ଚାଲି ଚାଲିକି ଆସିଛନ୍ତି, ତ ଯେତେବେଳେ ସେମାନେ ବାଲୁଗାଁ କ୍ରସ୍ କଲେ ତ ମୋତେ କଲ୍ କରିଥିଲେ କି ଅପା ଆମେ ଯେତେବେଳେ ଭଦ୍ରକ ଦେଇକି ଯିବୁ ତ ଆମ ପାଇଁ କିଛି ବ୍ୟବସ୍ଥା କରିବେ। ମୁଁ ତାଙ୍କୁ ନିଶ୍ଚିନ୍ତ ଭାବରେ କହିଥିଲି କି ଚିନ୍ତା କରିବାର କିଛି ନାହିଁ, ଭଦ୍ରକରେ ସବୁ ସହଯୋଗର ହାତ ବଢ଼େଇବୁ। କେବଳ ଭଦ୍ରକ ନୁହଁ, ପୁରା ବାଲେଶ୍ୱର ପାର କରେଇବି ତାଙ୍କୁ, କଥା ଦେଇଛି ତାଙ୍କୁ। ଆଉ ତ ଆଜି ଦିନବେଳା ସେମାନେ ଯେତେବେଳେ ଭଦ୍ରକ ପଶିଲେ ତାଙ୍କର ଦିନବେଳା ଖାଇବା ପିଇବା ବ୍ୟବସ୍ଥା କରିଥିଲୁ। ସେଠି ଯେଉଁ ଗେଲପୁର ପାଖରେ ମନ୍ଦିରରେ ସେମାନେ ରେଷ୍ଟ ନେଇଥିଲେ। ରାତିରେ ବାସୁଳି ମନ୍ଦିରରେ ତାଙ୍କର ଖାଇବା ପିଇବା ବ୍ୟବସ୍ଥା ସହିତ ରେଷ୍ଟ କରାଯାଇଛି। ଖୁସି ତ ବହୁତ ଲାଗୁଛି। ଆଉ ଏମିତି ଆମ ଯୁବପିଢ଼ି ଉତ୍ସାହିତ ସହିତ ରାମଲାଲାଙ୍କ ପାଖକୁ ସେମାନେ ଦୁଇ ଜଣ ଯାଉଛନ୍ତି, ସେଥିପାଇଁ ଆମେ ବହୁତ ନିଜକୁ ଗର୍ବ ଅନୁଭବ କରୁଛୁ। ଆଉ ଦି ଭାଇଙ୍କ ପାଇଁ ବି ଠାକୁରଙ୍କୁ ଡାକୁଛୁ। ସେମାନେ ନିଜ ଖୁସି ପାଇଁ ଯାଉନାହାନ୍ତି, ସେମାନେ ଆମ ଧର୍ମ ପ୍ରଚାର କରୁଛନ୍ତି ଆଉ ସନାତନ ଧର୍ମର ପ୍ରଚାର କରିବା ପାଇଁ ଯାଉଛନ୍ତି।